ସମସ୍ତଙ୍କର ଗୁଟେ କମେଣ୍ଟ ଆଜ୍ଞା କେନ୍ କମେଣ୍ଟ ନା ପିଏମ୍ କିଷାନ ଯୋଜନା ଆମେ ଆବେଦନ କରମୁ କି ନେଇ କରୁ ଫାର୍ମର ରେଜିଷ୍ଟ୍ରି ନେଇ କରିଥିଲେ ଆମକେ ପଇସା ମିଲବା କି ନେଇ ମିଲେ ଯେନ୍ ମାନେ ଇ ଗଲା 30 ତାରିଖ ଦିନେ ସିଏମ୍ କିଷାନ ପଇସା ପାଇଛନ୍ ସେମାନକେ ଅଟୋମେଟିକ୍ ମିଲବା କି କେନ୍ତା ହେବା ଇ ବିଷୟରେ ଭିଡ଼ିଓ ବନା ବୋଲି ବହୁତ ସାରା କମେଣ୍ଟ କରୁଛନ୍ ଆର୍ ଆପଣମାନଙ୍କର କମେଣ୍ଟକେ ରକ୍ଷା କରିବାର ଆଜିର ଭିଡ଼ିଓଟା ମୁଇଁ ବନେଇ କରିଛେ ଯେନ୍ଟା କି ଆପଣ ଗଙ୍ଗା ଗୟା କାଶୀ ଗଲେ ବି ଆପଣকে ହେତ୍କି ଭଲ ନାଇଁ ଲାଗେ ଇ ଗୁଟେ ভিডিও যদি দেখি দিছন বলে আপনাকে পুরা ফ্রেশ লাগবা আজ্ঞা আপন অরিজিনাল কথাটা বুঝি পারবে অসল মুঞ্জিকে আপন মানে জানি পারবে তার সঙ্গে সঙ্গে ইনর বেনিফিট भी আপন মানে পেই পারবে তো সেথিলাই শুভ কাম মে ডের কিউ আসন সরকার থ্রু যেন যেন কথা মানে যেন যেন নিয়ম মানে কইছন সে বিষয়ে মুই আপনাকে গুটে গুটে করে শুনাই দউছে যেনটা কি কল রেকর্ডিং আজ্ঞা কল রেকর্ডিং মুই কেন কে টাইপর কথাবার্তা করিছে আপন শুনলা পরে আপনার হোশ भी উড়বা এটা মুই গ্যারান্টি দিগর কহুছে আজ্ঞা ଆଉ ନୂଆ ସରକାର ଆସିଲା ପରେ ନୂଆ ବ୍ୟବସ୍ଥା ଚାଷୀମାନଙ୍କୁ କରାଗଲା ଫାର୍ମର ରେଜିଷ୍ଟ୍ରି ଆଉ ଇଟା ହେଉଛି ଆମର ଓଡ଼ିଶା ଗଭର୍ଣ୍ଣମେଣ୍ଟ ଠାରୁ ଆରମ୍ଭ ଇଟା ହେଉଛି ସିଷ୍ଟମ୍ ଆଜ୍ଞା ଆରେ ଇ ଯେନ୍ ସିଷ୍ଟମ୍ରେ ଯେତେ ଚାଷୀ ଭାଇମାନେ ରହୁଛନ୍ ସମସ୍ତେ ପଇସା ପାଇବେ ନା ନେଇ ପହନ୍ ଆପଣଙ୍କ ଭିଡ଼ିଓ ଦେଖିଲା ପରେ ସବୁ କିଛି ବୁଝିପାରିବେ ତ ନିହାତି ଆମର ଚାଷୀ ଭାଇମାନେ ଯେତିକି ବି ଦେଖୁଛନ୍ ଆପଣମାନେ କେନ୍ କେନ୍ ଜିଲ୍ଲାରୁ ଦେଖୁଛନ୍ ଆଜ୍ଞା ନିହାତି ଆମର କମେଣ୍ଟ ସେକ୍ସନ୍ରେ ଜଣାବେ କାଁ ଯେ ଜଣାଲେ ମୋତେ ବି ମୋଟିଭେଟ୍ ମିଳିଛି ଯାହା ବି ହଉ ଆମର ଭିଡ଼ିଓଟା ଏତ୍କି ଦୂର ପତେ ପହଞ୍ଚୁଛେ ବୋଲିକରି ତ ଆସନ୍ ମୁଇଁ କଲ୍ ରେକର୍ଡ଼ିଂଟା ଶୁଣାଇ ଦେଉଛି ଆଜ୍ଞା ହେଲେ ମୁଇଁ କାଣା କହୁଥିଲି କି ଆମର ଯେନ୍ ଇ ଯେନ୍ ରହୁଛି ଆମର ସିଏମ୍ କିଷାନ पीएम किसान ନା ନା ସିଏମ୍ କିଷାନ आज्ञा ସିଏମ୍ କିଷାନ ଏଥର ଆମେ ନୂଆଟା ଆବେଦନ କରିଥିଲୁ आज्ञा ତ ନୂଆଟା ଆବେଦନ କଲାକେ ଆମର ସବୁ କିଛି ଭେରିଫାଏ କଲେ ଗଭର୍ଣ୍ଣମେଣ୍ଟ ଭେରିଫାଏ କଲା आज्ञा ପରେ ଏଥର ଆମଟା ପଇସା 2000 ଟଙ୍କା ଆମର ଅକ୍ଷୟ ତୃତୀୟାରେ ପଇସା ଆସିଲା आज्ञा ତ ପଇସା ଆସିଲା ପରେ ଏବେ କାଣା ହେଇଛି ନା ସେନେ ଯେତେବେଳେ ଆମେ ଆପ୍ଲାଏ କରିଥିଲୁ ଆମେ ଯେନ୍ ଅନଲାଇନ୍ ଦୋକାନରେ তো সেনে টিম এন্ড কন্ডিশন লেখা হয়েছিল যে যেনমানে পিএম সিএম কিষান আবেদন করবে সেমানকে অটোমেটিক পিএম কিষান রে কনভর্ট করা হবে বলি করি आज्ञा তো এবে সতে আমাকে এটা পিএম কিষান মিলি যাবে কি আপ্লাই করা পড়বা पीएम किसान ऑटोमेटिक भेज अब अप्लाई करियो पड़िबनी তো কেন প্রসিজর রে হেবা এটা केउ प्रोसीजर रे हबो माने से तो सर ऑटोमेटिक कन्वर्ट हबो ହଁ ଆଉ ଗୋଟେ ବି ମେସେଜ ବି ଆସୁଛି ବାରମ୍ବାର ଏସଏମଏସ୍ ଆସୁଛି ଆମର ସେ ଭେଡେବୁଲ ବି କହୁଛନ୍ତି ତମେ ତମ ନିଜର ନାଁରେ ଜମି ଥିଲେ ଫାର୍ମର ରେଜିଷ୍ଟ୍ରି କର ବୋଲି କରି एटा कृषक फार्मर रेजिस्ट्री হয় হয় एटा रेजिस्ट्रेशन करिया पई पड़िबो আচ্ছা ସେମାନେ ବି କହୁଛନ୍ ଯେ ଯେନ୍ ମାନେ କୃଷକ ଫାର୍ମର ରେଜିଷ୍ଟ୍ରି ଯଦି ନେଇ କରିବେ ସେମାନକେ ଟୋଟାଲ ପଇସା ନେଇ ମିଲେ ପିଏମ କିଷାନ ବୋଲି टोटाली मिलबोनी आज्ञा सेटा आपनकर जेमति आपन करथले कृषक ओडिसा ହୁଁ सेटा एबे सेमति एसिछि फार्मर रेजिस्ट्री एक्चुअली निज କାହିଁ नारे ଦେଖ ଆପଣ କହୁଛନ୍ତି ନେଇ ମିଲେ ବୋଲିକରି ଆଚ୍ଛା ଆମେ ତ ଯେତେବେଳେ ଆବେଦନ କରିଥିଲୁ ଆମର ଅଜା ଦାଦି ବଡ଼ୁ ପାନ ପଡ଼ୁ ଯେନ୍ ମୋର ରହୁଛନ୍ ତ आज्ञा ତାଙ୍କର ନାଁରେ ଜମି ଥିଲା ସେ आज्ञा ଜମିକେ ଆମେ କୃଷକ ଓଡ଼ିଶା ପୋର୍ଟାଲରେ ଅପଡେଟ୍ କଲୁ आज्ञा ଅପଡେଟ୍ କଲା ପରେ ଆମର ଅଟୋମେଟିକ୍ ଯେନ୍ଟାକି ଆମର ଭେରିଫାଏ କଲେ ଆମର ଭେଟେବୁଲ ଆଜ୍ଞା आज्ञा ତ ତାପରେ ଆମର ସିଏମ୍ କିଷାନ ପଇସା ଆସିଲା ଏବେ ଯେନ୍ଟା ରହୁଛି ଆମର ଫାର୍ମର ରେଜିଷ୍ଟ୍ରି କଥା କହୁଛନ୍ ସେ ଫାର୍ମର ରେଜିଷ୍ଟ୍ରି ତ ନିଜର ନାଁରେ ଥିଲେ ଏକା ହେଇପାରୁଛେ आज्ञा ତ ମୋର ବାପାର ଗୋଟେ ଜମି ଅଛି ଗୋଟେ ଏକର ଜମି ଅଛି ତ ଆମେ आज्ञा ଅଛୁ 4ଟା पुओ आज्ञा 4ଟା ପିଲା के जमी भाग करवाटा बड़ा मुश्किल है जहाँ सर गवर्नमेंट रो रूल अच्छे आज्ञा तो आम तरफ आमर काम होची सूचना दबा हाँ नहीं तो आपण सेटा आपणकर जी रहउचंती आरआई रहउचंती आपण तांको सह सेटा जोगाजोग करी करंतु माने ठीक अछि निज नारे जमी थिले एका ही पारबा ना नहीं पारे आज्ञा निज नारे के जमी थिले हेई परिबो नहले हेई परिबोनी जहाँ गवर्नमेंट रो सर रूल अछि अच्छा ई बुदिने हेंताले सब कटि जिवे हेंताले जते करिछन हम गारे आज्ञा सेटा सर आम तरफ किछि होउनी सेटा गवर्नमेंट रो जहाँ रूल रहउची नहीं एक्चुअली देखन मैडम आपनर काम हला हमके चासी मन के सूचना देबाटा आज्ञा आमे आज्ञा आपन के फोर्स नहीं करबा गुडे चासी हिसाब रे गुडे जिनिस आमे जानबा कथा है आज्ञा सर सेटा जेहेतु टोल फ्री नंबर सरकार तरफ जारी करिछन किछि गुडे भल मंद आमे आपन से सहायता नहीं पारुछु तो आपन आज्ञा के बहुत बहुत धन्यवाद ओडिशा गवर्नमेंट के भी हेले गोटे जिनिस मोर डाउट ही जाउचे निजर ना रे तो जमी करबाटा एते संभव रो कथा नहीं से मैडम सेटा सर आपणकर आरंभ हेलानी जानुआरी 1 रु स्टार्ट ହେଇଛି हम्म तार लास्ट डेट मार्च 31 थिला हम्म एबे जाइए पोर्टाल ओपन अछि जेहेतु बहुत सारा फार्मर रेजिस्ट्रेशन करि नाहंती से विषय रे जानि भी नाहंती नहीं एक्चुअली देखन मैडम समस्ते चाषी जानिछन आपन कहबाटा भूल कथा कहउछन चाषी नहीं जाना बोली चाषी मन सब जानि सारले ना हेले प्रकृत कथा हैला चाषी मन को निजर नारे जमी नहीं ना आज्ञा
ଆପଣ ନିଜେ ବି ମ୍ୟାଡ଼ାମ ଆପଣ ମୁଁ ନିଜେ ଗାଁରେ ବି ଆପଣଙ୍କ ନିଜର ଗାଁରେ ବି ପଚରା ହନ୍ 90% ଓଡ଼ିଶାର 90% ଲୋକ ନିଜର ନାଁରେ ଜମି ନେଇକି ଆଜ୍ଞା କେବଳ ଆଜ୍ଞା ନିଜର ଜେଜେ ବାପାର ନାଁରେ ଅଛି କିମ୍ବା ତାଙ୍କ ଦାଦି ବଡ଼ୁସ ଯୋଉ ଆପଣଙ୍କର ଯୋଉ ପୂର୍ବପୁରୁଷ ପିଢ଼ିଙ୍କର ନାଁରେ ଅଛି ଜମିଟା ତ ଆପଣଙ୍କର ସେଇଟା ଜେଜେ ହୁଁ ଆପଣଙ୍କର ବାପାଙ୍କ ନାଁରେ ଯୋଉ ଅଛି କହୁଛନ୍ତି ହୁଁ ତ ସେଇଟା ଆପଣ ତ ଲିଗାଲି ଇୟର ବାହାର କରି କରିପାରିବେ। ସେଥିରେ ଅପସନ୍ ଦଉନି ମ୍ୟାଡ଼ାମ ମୁଁ ଭିଡ଼ିଓ ପଚାରିଥିଲି ସେମାନେ କହୁଛନ୍ତି ବାପାର ନାଁରେ ଜମି ଥିଲେ ଟୋଟାଲ ହେବନି ଫାର୍ମର ରେଜିଷ୍ଟ୍ରିଟା ସେମିତି ସାର୍ ନୁହେଁ ଆପଣଙ୍କର ଯିଏ ରହୁଛନ୍ତି ବାପାଙ୍କ ନାଁରେ ଯଦି ବାପା ଜୀବିତ ଅଛନ୍ତି ହଏ ହଏ ଆପଣ ଓନରସିପ୍ ଟ୍ରାନ୍ସଫର କରିଦିଅନ୍ତୁ। ଜମିଟାକୁ ତ ଜମି ଟ୍ରାନ୍ସଫର କରିବାକୁ ପଡ଼ିବ ନିଜ ନାଁରେ ଓନରସିପ୍ ଟ୍ରାନ୍ସଫର କରିବେ ମାନେ ଆପଣଙ୍କର ବାପାଙ୍କ ନାଁରେ ଆପଣଙ୍କ ନାଁ ରଖିବେ। ହଁ ହଁ ନାଇଁ ଆମର ତିନି ଭାଇ ଅଛି ମ୍ୟାଡ଼ାମ ଆମର ବାପାର 3ଟା ପିଲା ରହୁଛେ ତ ପ୍ରକୃତ କଥା ହେଲା ସମସ୍ତେ ବାହା ସାହା ହେଇଗଲେଣି 3ଟା 4ଟା ଲୋକ ଅଛନ୍ ତ ସେ ଜାଗାରେ ଜମିଟା ଭାଗ କରବାଟା ଏତେ ସହଜ କଥା ବାପା ଜୀବିତ ଥାଉ ଥାଉ ଫେର ବାପା ବି ପିଏମ୍ କିଷାନ ପଇସା ପାଉଛନ୍ ଆଜ୍ଞା ତ ଏଇ ଜାଗାରେ ଜମି ଭାଗ କରବାଟା ଗୋଟେ 2000 ଟଙ୍କା ଲାଗି ଜଣେ ଲୋକ ଜମି ଭାଗ କରବାଟା ଏତେ ସହଜର କଥା ନାହିଁ ସେ ଆଜ୍ଞା ଆଜ୍ଞା ତ ଇନର ଲାଗି କିଛି ଗୋଟେ ସଲ୍ୟୁସନ୍ ଗଭର୍ଣ୍ଣମେଣ୍ଟ ତରଫରୁ ଦିଆଗଲେ ବହୁତ ଭଲ ଉପକୃତ ହେତା ଚାଷୀମାନେ ଟିକେ ସୁବିଧା ହେତା ଆପଣଙ୍କର ବାପା ଯଦି ପିଏମ୍ କିଷାନ ପାଉଛନ୍ତି ସେଟା ସିଏ ହିଁ ଏକା କରିପାରିବେ ଆପଣ ଇଏ ବି କରିପାରିବେନି ନାଇଁ ଯେହେତୁ ସେ ଏବେ ଜୀବିତ ଅଛନ୍ତି। ଦେଖନ୍ତୁ ଆମର ଯେହେତୁ ରାସନ କାର୍ଡଟା ଅଲଗା ଅଛି ଆଜ୍ଞା ତ ରାସନ କାର୍ଡ ବାହା ହେଲା ପରେ ତ ସମସ୍ତେ ଅଲଗା ହେଇଯାଉଛନ୍ତି ନା ଆଜ୍ଞା ଆଜ୍ଞା ଆଜିକାଲି ମ୍ୟାଡ଼ାମ ଆପଣ ବି ନିଜେ ବାହା ହେଲା ପରେ ସମସ୍ତେ ଅଲଗା ଆଜ୍ଞା ସମସ୍ତଙ୍କର ଆପଣ ସିନା ଗଭର୍ଣ୍ଣମେଣ୍ଟ ସର୍ଭିସ କରୁଛନ୍ତି କିଛି ପଇସା ଇନକମ୍ କରୁଛନ୍ତି ଯେଉଁମାନଙ୍କର ଆମର ଲୋ ଷ୍ଟାଣ୍ଡାର୍ଡ ଯେଉଁମାନେ ଅଛନ୍ତି ଆମେ ତ ନିହାତି ଭାବରେ ସମସ୍ତଙ୍କ ରାସନ କାର୍ଡ ଅଛି ଆଉ ରାସନ କାର୍ଡ ବେସ୍ରେ ହିଁ ସିଏମ୍ କିଷାନଟା ପ୍ରୋଭାଇଡ଼ କରାଯାଉଛି ଚାଷୀମାନଙ୍କୁ ଆଜ୍ଞା ଆଉ ଯେଉଁମାନଙ୍କର ଚାଷ ଜମି ନାହିଁ ସେମାନଙ୍କୁ ଭୂମିହୀନରେ କନଭର୍ଟ କରାଯାଉଛି କିନ୍ତୁ ମେନ୍ କଥା ହେଲା ଯେଉଁ ଏବେ ଆମର ସିଏମ୍ କିଷାନ ଚାଷୀ କହୁଥିଲେ ଆମେ ଦିଆଯିବ ବୋଲିକରି ତ ସେଥିପାଇଁ ପ୍ରଶ୍ନ ଉଠୁଛି ମ୍ୟାଡ଼ାମ ଯେଉଁ ଫାର୍ମର ରେଜିଷ୍ଟ୍ରି କଥା ବହୁତ ମୁସ୍କିଲ ହେଇଯାଉଛି ଆଜ୍ଞା ସାର୍ ଏ ବିଷୟରେ ନିହାତି ଗୋଟେ ଗଭର୍ଣ୍ଣମେଣ୍ଟ ପାଖରୁ କିଛି ସଲ୍ୟୁସନ୍ ବାହାରୁଛି ଯେମିତି ଆମେ କୃଷକ ଓଡ଼ିଶା ପୋର୍ଟାଲ ବାପା ନାଁରେ ଜମି ଥିଲେ କି ଜେଜେବାପା ନାଁରେ ଥିଲେ ଆମେ ଯେମିତି କରିପାରୁଛୁ ଗୋଟେ ଭାଗ ଚାଷୀ ହିସାବରେ ଠିକ୍ ତାର ଗୋଟେ ସେମିତି ଗୋଟେ ପ୍ରୋସିଜର ରଖିଲେ ଚାଷୀମାନେ ସମସ୍ତେ ଉପକୃତ ହୋଇପାରନ୍ତି ଆଜ୍ଞା ଆଜ୍ଞା ଆଉ ଗୋଟେ କଥା ମ୍ୟାଡ଼ାମ ଦେଖନ୍ତୁ ଆଉ ଗଭର୍ଣ୍ଣମେଣ୍ଟ କହୁଥିଲେ ଯେଉଁମାନେ କାଲିଆ ଯୋଜନା ସିଏମ୍ କିଷାନ ପାଉଛନ୍ତି ତାଙ୍କୁ ପିଏମ୍ କିଷାନ ଟ୍ରାନ୍ସଫର କରାହେବ କିନ୍ତୁ ଆଗରୁ ଯେଉଁମାନେ କାଲିଆରେ ଥିଲେ ତାଙ୍କର କ'ଣ କରାଯିବ ସେମାନେ ପୁନର୍ବାର ଆପ୍ଲାଏ କରିବେ ଏବେ ଯୋଉମାନେ ନୂଆ ଆପ୍ଲାଏ କରି ଅକ୍ଷୟ ତୃତୀୟାରେ ପଇସା ପାଇଛନ୍ତି ହଁ 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 ତାଙ୍କର ଅଟୋମେଟିକ ଟ୍ରାନ୍ସଫର ହବ ଓ ତାଙ୍କର ଅଟୋମେଟିକ୍ ଟ୍ରାନ୍ସଫର ହେବ ଆଜ୍ଞା ସେଥିରେ ବି ଗୋଟେ ଯୋଉମାନେ ଟିମ୍ ଆଣ୍ଡ ଆଗରୁ କଣ୍ଡିସନ୍ ଆଜ୍ଞା ମାନେ ଅଟୋମେଟିକ୍ ତ ଏବେ କହୁଛନ୍ତି ଅଟୋମେଟିକ୍ ଟ୍ରାନ୍ସଫର ହେବ ଫେର ସେ ଫାର୍ମର ରେଜିଷ୍ଟ୍ରି ନ କରିଥିଲେ ଫାର୍ମର ରେଜିଷ୍ଟ୍ରି ନ କରିଥିଲେ କଟିବ କିନ୍ତୁ ଏଇଥରକ ଯୋଉ ପଇସା ଆସିଛି ହୁଁ ପିଏମ୍ କିଷାନ ସେଇଟା ତ ଫାର୍ମର ରେଜିଷ୍ଟ୍ରି ବହୁତ ଲୋକ କରିନାହାନ୍ତି ତଥାପି ତାଙ୍କର ଆସିଛି ହଏ 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 ଆଜ୍ଞା ତ ହେ କଥା ପଚାରୁଥିଲି କି ନାଇଁ ଆକ୍ଚୁଆଲି କାଣା ଅଛି ଦେଖନ୍ ଯେନ୍ମାନେ ଆଗରୁ କାଲିଆ ଯୋଜନା ପଇସା ପାଉଥିଲେ ତ ସେମାନକେ ତ ତାର ପିଏମ୍ କିଷାନ ପଇସା ନାଇଁ ପାଇବା ତ ସେମାନେ ପିଏମ୍ କିଷାନ ଆପ୍ଲାଏ କରିବେ କି ସେମାନେ ବି ଅଟୋମେଟିକ୍ ହେବାଟା ନା ସାର୍ ସେମାନେ ଯୋଉମାନେ କାଳିଆ ପାଉଥିଲେ ହଏ ସେମାନେ ଆପ୍ଲାଏ କରିବାକୁ ପଡିବ ଆଉଥରେ ହଁ ହଁ ଏବେ ଯୋଉମାନେ ନୂଆ ଆପ୍ଲାଏ କରି ଅକ୍ଷୟ ତୃତୀୟାକୁ ଫାଷ୍ଟ କିସ୍ତି ପାଇଛନ୍ତି ହଁ ହଁ ସେମାନଙ୍କର ଅଟୋମେଟିକ ଟ୍ରାନ୍ସଫର ହବ ଆଗରୁ ଯୋଉମାନେ ଥିଲେ ସେମାନଙ୍କୁ ପୁନର୍ବାର ପିଏମ୍ କିଷାନକୁ ପୋର୍ଟାଲକୁ ଯାଇକିନା ପିଏମ୍ କିଷାନ ଆପ୍ଲାଏ କରିବା ପାଇଁ ପଡିବ ହେ ଭଗବାନ ଆଜ୍ଞା ସାର୍ ଏଇଟା ମ୍ୟାଡ଼ାମ ଚାଷୀ ସବୁ ବର୍ବାଦ ହେଇଯିବେ ଏଇଟା କାଁ ଯେ ଦେଖ ଏବେ ନାଇଁ ଜଣେ ଲୋକ ନିଜର ନାଁରେ ଜମି ନା ଫାର୍ମର ରେଜିଷ୍ଟ୍ରି କରବାଟା ଜମି ନିଜର ନାଁରେ କନଭର୍ଟ କରବାଟା ଏତେ ସହଜର କଥା ନାହିଁ ସେ ମ୍ୟାଡ଼ାମ ଏଇଟା ଆଜ୍ଞା ଆପଣ ନିଜେ ବି ଜାଣିପାରୁଥିବେ କିନ୍ତୁ ଆପଣ ଯେହେତୁ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟ ଆପଣଙ୍କୁ ତ ମୁଁ କିଛି କଥା କହିନିପାରେ ତ ଆପଣଙ୍କର ଯେତିକି ଡାଟା ରହୁଛି ଆପଣ ସେ ହିସାବରେ ଡାଟା ଦେବେ ମୋର କଲ୍ କରବାର ଉଦ୍ଦେଶ୍ୟ ହେଉଛି ତ ଏଇ ଯେନ୍ ମୁଇଁ ଆପଣଙ୍କ ସହିତ କଥାଟା ହେଉଛେ ଏଇ କଥାଟା ନିହାତି ଗଭର୍ଣ୍ଣମେଣ୍ଟ ପାଖେ ପହଞ୍ଚିବା କଥା କାଁ ଯେ ଇ ଜାଗାରେ ମୁଇଁ ବୋଲି ହଇରାଣ ନାଇଁ ହେବା ସମସ୍ତେ ଯେତେ ବି ଆମର ଚାଷୀମାନେ ରହୁଛନ୍ ଯେତେ ବି ଆମର ଅଲ୍ ଓଡ଼ିଶା ସବୁ ଚାଷୀ ପୁରା ହଇରାଣରେ ପଡ଼ିଯିବେ ଏଇଟା ଆଜ୍ଞା ଆଜ୍ଞା ତ ଇ ବିଷୟରେ ନିହାତି ଗଭର୍ଣ୍ଣମେଣ୍ଟ ପାଖେ ଟିକେ ଆପଣଙ୍କୁ ଟେକ୍ ଡାଉନ୍ ହିସାବରେ ଗୋଟେ ମେସେଜଟେ ବାର୍ତ୍ତାଟେ ପଠେଇ ଦିଅନ୍ ଆଗାମୀ ଦିନରେ ଯେନ୍ତା ଆମର କୃଷକ ଓଡ଼ିଶାରେ ଯେନ୍ତା ବାପାର ନାଁରେ ଜମି ଥିଲେ ଜଣେ ଚାଷୀଟେ ଫାର୍ମର ରେଜିଷ୍ଟ୍ରି କରିପାରୁଛେ ତ ଠିକ୍ ତାର ବି ଗୋଟେ ଅପସନ୍ ରହିତା ବୋଲେ ବହୁତ ଭଲ ହେତା ଆଜ୍ଞା ସାର୍ ହଉ ଠିକ୍ ଅଛି ମ୍ୟାଡ଼ାମ୍ ଆପଣଙ୍କର ସୁଚିନ୍ତା ମତାମତ ଦେଇଥିବାରୁ ଠିକ୍ ଅଛି ସାର୍ ଧନ୍ୟବାଦ